ଆପଣଙ୍କ ପାଇଁ ଆଉ ଗୋଟିଏ ମୁଁ ବଡ଼ ତଥ୍ୟ ନେଇ ଆସିଛି ଯାହାକି ଆପଣମାନେ ଏଇଠି ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ କେଉଁ କାର୍ଡ଼ ବନେଇଲେ ଆପଣମାନଙ୍କୁ କେତେ ଟଙ୍କା ଖର୍ଚ୍ଚ ଲାଗିବ ଅର୍ଥାତ୍ ସରକାରଙ୍କର ଯେଉଁ ନିୟମ ରହିଛି ସେଇ ନିୟମ କ'ଣ ରହିଛି ଦେଖନ୍ତୁ। ଫାଷ୍ଟ ହେଉଛି ଆପଣଙ୍କର ଆଧାର କାର୍ଡ଼ ଆପଣଙ୍କର ମାଗଣା ରହିଛି, ତାହେଲେ ଆପଣ ମାଗଣାରେ ଆଧାର କାର୍ଡ଼ଟି ବନେଇ ପାରିବେ। 2 ନମ୍ବରରେ ପାନ୍ କାର୍ଡ଼ ବନେଇବା ପାଇଁ ଆପଣମାନଙ୍କୁ ଯାହାକି 107 ଟଙ୍କା ଲାଗିବ। 3 ନମ୍ବର ରହିଛି ଜାତି ପ୍ରମାଣପତ୍ର ଅର୍ଥାତ୍ ଆପଣଙ୍କର ଯେଉଁ କାଷ୍ଟ ସାର୍ଟିଫିକେଟ୍ ରହିଛି କାଷ୍ଟ ସାର୍ଟିଫିକେଟ୍ ପାଇଁ ଆପଣମାନଙ୍କୁ ଯାହାକି କେବଳ 30 ଟଙ୍କା ଦେବା ପାଇଁ ପଡ଼ିବ। ଘର ପ୍ରମାଣପତ୍ର ପାଇଁ ସେଇ 30 ଟଙ୍କା ରହିଛି। ଇନକମ୍ ସାର୍ଟିଫିକେଟ୍ ଅର୍ଥାତ୍ ଆପଣଙ୍କର ଯେଉଁ ଆୟ ପ୍ରମାଣପତ୍ର ରହିଛି ସେଇଟା ମଧ୍ୟ ଆପଣଙ୍କୁ 30 ଟଙ୍କା ଦେଇକି ବନେଇବା ପାଇଁ ପଡ଼ିବ। ଜନ୍ମ ପ୍ରମାଣପତ୍ର ଆପଣଙ୍କୁ 20 ଟଙ୍କା ଲାଗିବ। ମୃତ୍ୟୁ ପ୍ରମାଣପତ୍ର 20 ଟଙ୍କା ଲାଗିବ। ଡ୍ରାଇଭିଂ ଲାଇସେନ୍ସ 350 ଟଙ୍କା ଏବଂ ପାସପୋର୍ଟ ଯାହାକି 1500 ଟଙ୍କା ଏବଂ ଭୋଟର କାର୍ଡ଼ ଆପଣମାନେ ଯାହାକି ମାଗଣାରେ କରିପାରିବେ। ଏଇଟା ଯାହାକି ସରକାରଙ୍କ ତରଫରୁ ନିୟମ ରହିଛି, କିନ୍ତୁ ଆପଣଙ୍କ ପାଖରେ ଯେଉଁ ଜନସେବା କେନ୍ଦ୍ର କିମ୍ବା ଆପଣଙ୍କର ଯେଉଁ CSC ସେଣ୍ଟର ରହିଛି ସେଇ ଜାଗାରେ ଆପଣଙ୍କ ଠାରୁ ଅଧିକ ଯାହାକି ଚାର୍ଜ ନେଉଛନ୍ତି।